ପ୍ରକୃତିର ତାଣ୍ଡବରେ ଜିଲ୍ଲା ମହୋତ୍ସବ ପଡ଼ିଆ ଛାରଖାର ବ୍ୟବସାୟୀ ହତାଶ। ଗତକାଲି ସରିଗଲା ଯାଜପୁର ଜିଲ୍ଲା ମହୋତ୍ସବ, କିନ୍ତୁ ଆଜି ପ୍ରକୃତିର କରାଳ ରୂପରେ ଛାରଖାର ହୋଇଯାଇଛି ପ୍ରଶାସନିକ ପଡ଼ିଆରେ ଯଯାତି 2026 ପାଇଁ ତିଆରି ହୋଇଥିବା ସମସ୍ତ ହୋର୍ଡିଂ। ଏବଂ ଯଦି ଦେଖିବା ମହୋତ୍ସବରେ ଆସିଥିବା ବିଭିନ୍ନ ସ୍ଥାନରୁ କ୍ଷୁଦ୍ର ବ୍ୟବସାୟୀ ପ୍ରକୃତିର କରାଳ ରୂପର ଆଗରେ ବାଦ ପଡ଼ିନାହାନ୍ତି। ଛୋଟ ଛୋଟ ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କା ପୁଞ୍ଜି ନିବେଶ କରି ଏଠାରେ ଷ୍ଟଲ୍ ପକାଇଥିଲେ। କ୍ଷୁଦ୍ର ବ୍ୟବସାୟୀମାନେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସି ଏଠାରେ ଛୋଟ ଛୋଟ ଷ୍ଟଲ୍ ପକାଇଥିଲେ। ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ଛାରଖାର ହୋଇଗଲା। ଅଧୁରା ରହିଗଲା ଜୀବନ ଆଉ ଜୀବିକାର କଥା। ଯେଉଁ ଜାଗା ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଫାଟି ପଡ଼ୁଥିଲା, ତାହା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାର ଦେଖିବାକୁ ମିଳିଥିଲା।